ମୁଁ ଟୋକନ ପାଇଛି କିନ୍ତୁ ଧାନ ଏଇ 2-3 ଦିନ ଭିତରେ ଦେବି। ଆଉ ଆଜି ଯେହେତୁ ଉଦ୍ଘାଟନ ଥିଲା ମୁଁ ପ୍ରସ୍ତୁତ ହେଇପାରିଲିନି, ତେଣୁ 2 ଦିନ ପରେ ଧାନ ଦେବି। ଆଜି ମୁଁ ଶୁଣିବାକୁ ଆସିଥିଲି ଯେ ଆମର ବିଧାୟକ ଆସୁଛନ୍ତି, ଆମର ସଦର ବିଧାୟକ ଉଦ୍ଘାଟନ କଲେ। ସେ ଏଇ କଟିଣୀ ସଟିଣୀ ବାବଦର କାହାର ଧାନ ଉଦା ରହିଛି, କାହାର ଅଗାଡ଼ି ବାଲି ମାଟି ଅଛି, କେତେ % କଟା ହେବ କି ନ ହେବ କି କ'ଣ କରାଯିବ ସେଇ ବିଷୟରେ ଶୁଣିବା ପାଇଁ ଆମ ବହୁତ ଖୁସି ଲାଗିଲା। ଯେ ସେ କହିଲେ ଯେ ଧାନ ଯଦି ଆମେ ପରିଷ୍କାର କରିଦେବୁ ଆମର ଆଦୌ କଟିଣୀ ଛଟିଣୀ ହେବନି, ଆମେ ପୁରା 3100 ଟଙ୍କାରେ ହିଁ 3100 ଟଙ୍କା ପାଇବୁ। ଏଇଟା ପାଇ ଧାନ ମୋର 25 କୁଇଣ୍ଟାଲ 35 କେଜି ଆସିଛି, ଆଉ ମୁଁ ସେଇ 25 କୁଇଣ୍ଟାଲ 35 କେଜି ହିଁ ଦେବି। ଆଜ୍ଞା ନା, ପିଇବା ପାଣି ବ୍ୟବସ୍ଥା ହେଇନାହିଁ, କିନ୍ତୁ ଟେଣ୍ଟ ହବ। ଆମର ଯେଉଁ ଅଛନ୍ତି ସେକ୍ରେଟାରୀ ପ୍ରେସିଡେଣ୍ଟ ସେମାନେ କଥା ଦେଇଛନ୍ତି ଲୋକମାନଙ୍କୁ, ନିହାତି ସେମାନେ ଟେଣ୍ଟ ଆଉ ପିଇବା ପାଣିର ବନ୍ଦୋବସ୍ତ କରିବେ। ଚାଷୀମାନେ କିଛି ଅସୁବିଧା ଭୋଗିବେନି, ଆମର ତାଙ୍କ ଉପରେ ଭରସା ଅଛି, ସେମାନେ ନିଶ୍ଚିତ କରିବେ। ପୂର୍ବ ପ୍ରସ୍ତୁତି ଅନୁସାରେ ଗତକାଲିଠାରୁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବାଲେଶ୍ୱରରେ ଧାନ ସଂଗ୍ରହ ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନ ଜିଲ୍ଲାର ସଦର ବ୍ଲକରେ 2ଟି, ଜଳେଶ୍ୱରରେ 1ଟିଏ, ଭୋଗରାଇରେ 5ଟି, ବସ୍ତାରେ 2ଟି, ରେମୁଣାରେ 1ଟିଏ ଏବଂ ଖଇରାରେ 1ଟିଏ ମଣ୍ଡିକୁ ମିଶାଇ ମୋଟ 12ଟି ମଣ୍ଡି ଖୋଲାଯାଇଛି। ସେପଟେ ସଦର ବ୍ଲକରେ ଥିବା କୃଷି ସେବା ସମବାୟ ସମିତିରେ ମଧ୍ୟ ଧାନ କିଣା ଆରମ୍ଭ ହୋଇଛି। ଏହି ଅବସରରେ ସଦର ବିଧାୟକ ମାନସ କୁମାର ଦତ୍ତ ଆନୁଷ୍ଠାନିକ ଭାବେ କେନ୍ଦ୍ରଟିକୁ ଉଦ୍ଘାଟନ କରିଥିଲେ ଏବଂ ଚାଷୀମାନେ ଧାନ ଦେବାର 48 ଘଣ୍ଟା ଭିତରେ ସେମାନଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚିବ ବୋଲି ବିଧାୟକ ପ୍ରକାଶ କରିଛନ୍ତି। ପୂର୍ବ ନିଷ୍ପତ୍ତି ଅନୁଯାୟୀ 27 ତାରିଖ ଦିନ ଯେଉଁ ମଣ୍ଡି ଶୁଭାରମ୍ଭ କରିବାର ଥିଲା, ଆଜି ଏଠି ବାଲେଶ୍ୱର ସଦର ବ୍ଲକର ଆମର ନଗରମ ଆଉ ଗୁହାଳ ଯେଉଁ ସେବା ସମବାୟ ସମିତି ଆନୁକୂଲ୍ୟରେ ଏଠି ଚାଷୀମାନେ ଧାନ ଦେବା ପ୍ରାରମ୍ଭ କରିଛନ୍ତି। ଆମେ ମଧ୍ୟ ଦେଖିଲୁ କେଉଁ ଭଳିଆ ଭାବରେ ସେମାନେ ଦେଉଛନ୍ତି। ବିଶେଷ କରିକି FAQ ମାନର ଧାନ ଦେବେ। FAQ ମାନ କ'ଣ ଏକଥା ବି ଚାଷୀମାନଙ୍କୁ ବୁଝାଯାଇଛି। ଆଜି ବି ଆମେ ଅବଗତ କଲୁ। ଚାଷୀମାନେ ସମସ୍ତେ ଭଲ ଧାନ ବି ଆଣିଛନ୍ତି, ବାଛିକି ଆଣିଛନ୍ତି। ଧାନରେ ଅଗାଡ଼ି ମଧ୍ୟ ନାହିଁ। ଧାନ ଦେବାର 48 ଘଣ୍ଟା ମଧ୍ୟରେ ତାଙ୍କ ଆକାଉଣ୍ଟକୁ ଓଡ଼ିଶା ସରକାରଙ୍କର ପ୍ରତିଶ୍ରୁତି ଅନୁଯାୟୀ 3100 ଟଙ୍କା ସର୍ବୋଚ୍ଚ ସହାୟକ ମୂଲ୍ୟ ତାକୁ ପ୍ରଦାନ କରାଯିବ। ବିଶେଷ ଭାବରେ ଏଠି ଟିକେ ସମସ୍ତଙ୍କର ସଦିଚ୍ଛା ଥିଲା କି ଯେହେତୁ ଅଦିନିଆ ବର୍ଷା ହେଇଛି, ମୁଁ RMC ଆଉ ଆମର କୋଅପରେଟିଭ ସୋସାଇଟିର ସେକ୍ରେଟାରୀ ଆଉ ଆମର ଯୋଗାଣ ବିଭାଗକୁ କହିଛି କି ଚାଷୀର ଧାନକୁ ଯେମିତି ମଣ୍ଡିରୁ ଫେରସ୍ତ ନ ହଉ, ଆଉ ସମସ୍ତ ଚାଷୀ ସୁବିଧାରେ ଯେମିତି ଧାନ ଦେଇପାରନ୍ତୁ ସେ ପ୍ରକାର ବ୍ୟବସ୍ଥା ସେମାନେ କରିବେ। ଏଥର ମଣ୍ଡିରେ ସେଡ୍ ହେବ, ଚାଷୀମାନଙ୍କ ପାଇଁ ପାଣି ବ୍ୟବସ୍ଥା ହେବ, ବସିବା ବ୍ୟବସ୍ଥା ହେବ। ଚାଷୀମାନେ ମଣ୍ଡିରେ ହଇରାଣ ହରକତ ହେବେ ନାହିଁ, ଏ ପ୍ରକାର ଏକ ବ୍ୟବସ୍ଥା କରିବା ପାଇଁ ଆଜି ମୁଁ ନିରୀକ୍ଷଣ ବି କଲି। ଏଠି ବ୍ୟବସ୍ଥା ମଧ୍ୟ ହେଇଛି। ଦେଖନ୍ତୁ, ସମସ୍ତେ ତ ଅନଲାଇନ୍ ରେଜିଷ୍ଟ୍ରେସନ କରିଛନ୍ତି। ଅଦ୍ୟାବଧି ଯେଉଁମାନଙ୍କୁ ଟୋକନ ଆସିଛି ସେମାନଙ୍କ ପାଖରେ 1 ମାସର ଅବଧି ରହିଛି। সোসাইটি সেক্রেটারি সেମାନଙ୍କୁ 2 দিন ପୂର୍ବରୁ ଯୋଗାଯୋଗ କରିବେ। ଯେଉଁମାନେ ଚାଷୀମାନେ ଯେଉଁ ଦିନ ଧାନ ଦେବାକୁ ଚାହିଁବେ ସେହି ଅନୁସାରେ ଟୋକନର ଅବଧି ଅନୁସାରେ ବା ଟୋକନର କ୍ୱାଣ୍ଟିଟି ଅନୁସାରେ ସେମାନେ ଧାନ ଦେବେ ଏବଂ ଧାନ ଦେବାର 48 ଘଣ୍ଟା ଭିତରେ 3100 ଟଙ୍କା ତାଙ୍କ ପାଖରେ ପହଞ୍ଚିବ। ଦେଖନ୍ତୁ, ଏବେ ତ ମିଲର ଟ୍ୟାଗ କରାହେଇଛି। ଏଥର ମିଲର ମାନେ সোসাইটিରୁ ସିଧା ଧାନ ନେବେ ନାହିଁ, ଏ ପ୍ରକାର ବ୍ୟବସ୍ଥା ବି କରାହେଇଛି। प्रत्येक ब्लॉक रे नोडाल अफसर रहिबे एथिपाई, आ प्रत्येक सोसाइटी रे मध्य नोडाल अफसर रहिबे जो माने मिलर आ हमर सोसाइटी सहित ब्रिज हेकी। तेबे चलित वर्ष जिल्ला रे 180टी धान संग्रह केन्द्र माध्यम रे 18,57,147 क्विंटाल धान संग्रह पई लक्ष्य धार्य करा जायथिला। हेले एहार परिमाण बढ़िबो बोली जिला जोगाण अधिकारी सूचना दैछन्ते। आमर जहाँ आमर निर्धारित होता आज आमर बालेश्वर जिले में आम समस्त 180 गोटी मंडी रे आमर धान किना प्रक्रिया शुभारंभ होती। प्रथम पर्यायर आज आमर
12ଟି ବର୍ତ୍ତମାନ ଷ୍ଟାର୍ଟ ହେଇଛି। ଆମର ପସ୍ତାରେ 2 ଗୋଟି, ଖଇରାରେ ଗୋଟେ, ସଦର ବ୍ଲକରେ 2 ଗୋଟି, ଭୋଗରାଇରେ 5ଟି, ଜଳେଶ୍ୱରରେ ଗୋଟେ, ରେମୁଣାରେ ଗୋଟେ। ତ ଏଇଭଳି ଭାବରେ 10-12ଟି ମଣ୍ଡି ଆମର ଶୁଭାରମ୍ଭ ହେଇଛି ଏବଂ ଆଗକୁ ବି ଆମର ପ୍ରଥମ ପର୍ଯ୍ୟାୟ କ୍ରମେ ସେଗୁଡ଼ାକ ଆମ ଖୋଲିଯିବ। ଏଥର ଆମର ବ୍ୟାପକ ବ୍ୟବସ୍ଥା ଆମେ କରିଛୁ ଚାଷୀଙ୍କ ହିତ ଦୃଷ୍ଟିରୁ, ଚାଷୀଙ୍କ ୱେଲଫେୟାର ଦୃଷ୍ଟିରୁ। ଆମେ ଚାଷୀଙ୍କର ରହିବା, ତାଙ୍କର ରେଷ୍ଟ ସେଟ୍, ତାଙ୍କର ଡ୍ରିଙ୍କିଂ ୱାଟର ଫ୍ୟାସିଲିଟିସ୍, ତାଙ୍କର ସମସ୍ତ ପ୍ରକାର ସୁବିଧା, ତାଙ୍କର ଟଏଲେଟ୍, ତାଙ୍କର ଖାଦ୍ୟପେୟ ସବୁ ପ୍ରକାର ବ୍ୟବସ୍ଥା ଆମେ କରିଛୁ ଏବଂ ଚାଷୀମାନେ ଯେମିତି ସୁରୁଖୁରୁରେ ତାଙ୍କ ଧାନ ଦେଇପାରିବେ ଏବଂ ଉଚିତ ଧାନ ଏବଂ ଉଚିତ ମୂଲ୍ୟ କେମିତି ପାଇବେ ସେଥିପ୍ରତି ଆମେ ସମସ୍ତ ପ୍ରକାର ଦୃଷ୍ଟି ଦେଇଛୁ। ସେମାନେ ଏଥର ଆପଣ ଜାଣିଛନ୍ତି ତାଙ୍କୁ ଆମେ ଭାରତ ସରକାରଙ୍କ ନିର୍ଦ୍ଧାରିତ ରେଟ୍ ଅନୁଯାୟୀ ଆମେ ତାଙ୍କୁ 2300 ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଦେଇଛୁ ଏବଂ ତା ସହିତ ଆମର ରାଜ୍ୟ ସରକାରଙ୍କ ତରଫରୁ ଆମେ 800 ଟଙ୍କା ଇନପୁଟ୍ ସବସିଡି ମୋଟାମୋଟି ଭାବରେ ଆମେ ତାଙ୍କୁ 3100 ଟଙ୍କା ତାକୁ ଆମେ ପେମେଣ୍ଟ କରୁଛୁ ଏବଂ ଆପଣ ସେ ପେମେଣ୍ଟଟା ପୁଣି ତାଙ୍କର 24ରୁ 48 ଘଣ୍ଟା ଭିତରେ ଚାଷୀମାନେ ପାଇଯିବେ। ଆମର ବିଭିନ୍ନ ପ୍ରକାର ଚାଷୀଙ୍କ ହିତ ଦୃଷ୍ଟିରୁ ଆମେ ସମସ୍ତ ପ୍ରକାର ଟୋଲ୍ ଫ୍ରି ନମ୍ବର ଯେଉଁ ଆମର 1967 ଅଛି ତାକୁ ଆମେ କାର୍ଯ୍ୟକାରୀ କରିଛୁ ଏବଂ ଜିଲ୍ଲା ଲେଭେଲରେ ଆମେ ବି ଆମର କଣ୍ଟ୍ରୋଲ ରୁମ୍ରେ ଆମେ ଗଠନ କରିଛୁ ଯେଉଁଠି ଆମର ଡେଡିକେଟେଡ୍ ଅଫିସର୍ସ ଅଛନ୍ତି ଏବଂ ଆପଣ ଜାଣିଥିବେ ଏଡିଏମ୍ ବି ଆମର ସିଏ ଅଛନ୍ତି ଆମର ଜିଲ୍ଲା ନୋଡାଲ ଅଫିସର ଏବଂ ବ୍ଲକ ଲେଭେଲରେ ଆମର ତହସିଲଦାର ଅଛନ୍ତି ନୋଡାଲ ଅଫିସର, ସବ୍ ଡିଭିଜନ ଲେଭେଲରେ ସବ୍ କଲେକ୍ଟର ଅଛନ୍ତି ନୋଡାଲ ଅଫିସର। ତ ବ୍ୟାପକ ପରିସ୍ଥିତି ଭାବରେ ଆମେ ସମସ୍ତ ଅଫିସରମାନଙ୍କୁ ମୁତୟନ କରିଛୁ। କେଉଁ ଜାଗାରେ କୌଣସି ଅସୁବିଧା ହେଲେ ଆମେ ତାକୁ ସେମାନଙ୍କ ଗ୍ରିଭେନ୍ସ ଆମେ ରିଡ୍ରେସ୍ କରିପାରିବୁ। ତ ଆମେ ଆଶା କରୁଛୁ ଯେ ନିଶ୍ଚୟ ଭାବରେ ଚାଷୀ ସେଥିରେ ପ୍ରଭାବିତ ହେଇ ନିଶ୍ଚୟ ଭଲ ଧାନ ଆଣିବେ ଏବଂ ଉଚିତ ମୂଲ୍ୟ ସେ ତାଙ୍କର ପ୍ରାପ୍ୟ ତାଙ୍କର ପାଇବେ। ନାଇଁ ଶୁଣନ୍ତୁ, ଆମେ ଯେତେବେଳେ ରେଜିଷ୍ଟ୍ରେସନ କଲୁ ଆମେ ରେଜିଷ୍ଟ୍ରେସନ ସାଇଟ୍କୁ ଆମେ ଓପନ୍ ରଖିଥିଲୁ ଯେ ସମସ୍ତ ଚାଷୀଙ୍କୁ ଆମେ ଆହ୍ୱାନ କରିଥିଲୁ ଯେ ସେମାନେ ଆପଣମାନେ ଆସନ୍ତୁ ଏବଂ ଆମର ସୋସାଇଟିରେ ରେଜିଷ୍ଟ୍ରେସନ କରନ୍ତୁ ଏବଂ ଆପଣଙ୍କ ଧାନ ଯେମିତି ସୁରୁଖୁରୁରେ ବିକ୍ରି ହୋଇପାରିବ ଉଚିତ ଦରରେ ଆପଣ ନେଇପାରିବେ। ତେଣୁ ସମସ୍ତ ଚାଷୀ ସେମାନେ ତାଙ୍କର ରେଜିଷ୍ଟ୍ରେସନ କରିଛନ୍ତି। ପାଖାପାଖି 1,02,000 ପାଖାପାଖି ଚାଷୀ ରେଜିଷ୍ଟ୍ରେସନ କରି ସେମାନଙ୍କର ଧାନ ସେମାନେ ଦେବା ପାଇଁ ସେଟା ରେଡି ଅଛନ୍ତି। ତ ଯେଉଁମାନେ ପଞ୍ଜୀକରଣ କରିଛନ୍ତି ସେମାନେ ନିଶ୍ଚିତ ଧାନ ରଖିଛନ୍ତି ଏବଂ ସେମାନେ ଆମକୁ ଦେଉଛନ୍ତି। ଆପଣ ଯେଉଁ କଥା କହିଲେ ଯଦି ତା ବାଦ ଯଦି କିଛି ଚାଷୀ ରହିଯାଇଥାନ୍ତି ତାହେଲେ ନିଶ୍ଚିତ ଭାବରେ ସେମାନେ ଆମକୁ ଯୋଗାଯୋଗ କରନ୍ତୁ। ଯଦି ଦରକାର ପଡ଼ିଲେ ତାଙ୍କ ବ୍ୟବସ୍ଥା ଆମେ ସରକାରଙ୍କୁ ଜଣାଇବୁ ଯାହା ହେଇପାରିବ। କିନ୍ତୁ ବର୍ତ୍ତମାନ ପାଇଁ ଆମ ରେଜିଷ୍ଟର୍ଡ ଫାର୍ମର ଯେତିକି ଅଛନ୍ତି ସେତିକି ଧାନ ଆମେ ସୁରୁଖୁରୁରେ ନେଇକି ଆମେ ତାଙ୍କୁ ଉଚିତ ପ୍ରାପ୍ୟ ଦେଇପାରିବୁ। ବାଲେଶ୍ୱରରୁ ପ୍ରସଞ୍ଜିତ ସେଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।